नमस्कार। आज सुंदर भिडियो रे जीएस मंत्रा अकल्ट गुरुकुल को मु आपण मानक स्वागत करुच। आज आम आलोचना करवा डायबिटीज बा मधुमेह रोग को आम आमर स्वर विज्ञान साहाय्य आम केमिति नियंत्रण करिपरिबा। तो आपण माने ए भिडियो को शेष पर्यंत देखंतु, अनेक किछि एथरु जानि परिबे। तो स्वर विज्ञान हଉଛି ଆମ ଶାସ୍ତ୍ରର ବିଜ୍ଞାନ। ଏଭଳି ଏକ ଅମୂଲ୍ୟ ସମ୍ପଦ, ଏଭଳି ଏକ ଅତୁଳନୀୟ ସମ୍ପଦ, ଅତୁଳନୀୟ ଅସ୍ତ୍ର ଆମ ସମସ୍ତଙ୍କ ପାଖରେ ରହିଛି। କେବଳ ତାକୁ ଆମେ ଉପଯୋଗ କରିବା ହିଁ ଦରକାର। ତ ଆମେ ଜାଣିଛନ୍ତି ଅଧୁନା ଭାରତକୁ ଡାଇବେଟିସର କ୍ୟାପିଟାଲ ବୋଲି କୁହାଯାଏ। ତ ଏଥିପାଇଁ ନିଶ୍ଚିତ ଭାବରେ ଆମର ଖାଦ୍ୟ, ଆମର ପାନୀୟ ତରିକା ମଧ୍ୟ ଏଥିପାଇଁ ଅଧିକ ପରିମାଣରେ ଦାୟୀ। ତେବେ ଆସନ୍ତୁ ଆମେ ଜାଣିବା ସ୍ୱର ବିଜ୍ଞାନ ନେଇ ଆମେ ଏଇ ମଧୁମେହକୁ ବା ଡାଇବେଟିସକୁ କୋଉ ଭଳି ଭାବରେ ନିୟନ୍ତ୍ରଣ କରିପାରିବା। ତ ଆମେ ଜାଣିଛନ୍ତି ସ୍ୱର ସ୍ୱର ଅର୍ଥାତ୍ ଆମେ ଆମର ଶ୍ୱାସକ୍ରିୟାକୁ ବୁଝିବା। ତ ଆମେ ଆଗରୁ ଆଲୋଚନା କରିଛନ୍ତି ଭଗବାନ ଶିବ ମା ପାର୍ବତୀଙ୍କୁ ଦେଇଥିବା ଜ୍ଞାନ ସ୍ୱରୋଦୟ ବା ସ୍ୱରୋଦୟ ଶାସ୍ତ୍ରରେ ଏହି ସ୍ୱର ବିଜ୍ଞାନ ସମ୍ପର୍କରେ ବିସ୍ତୃତ ଭାବରେ ରହିଛନ୍ତି। ତ ଏଇଠି ଆମେ ଜାଣିବା ଡାଇବେଟିସକୁ କୋଉ ଭଳି ଭାବରେ ଆମେ ନିୟନ୍ତ୍ରଣ କରିବା। ଆମେ ସମସ୍ତେ ଜାଣିଛନ୍ତି ଆମେ ତିନୋଟି ସ୍ୱର ବା ତିନୋଟି ପ୍ରମୁଖ ନାଡି ଦ୍ୱାରା ଆମେ ଚାଲିଥାନ୍ତି। ଆପଣଙ୍କର ଲେଫ୍ଟ ସାଇଡକୁ ଯଦି ଆମର ଲେଫ୍ଟ ନୋଷ୍ଟ୍ରିଲରେ ଆମର ଅଧିକ ପରିମାଣରେ ଶ୍ୱାସ ନିର୍ଗତ ହେଉଥାଏ, ଏକ୍ଜିଲ୍ ହେଉଥାଏ, ତାହେଲେ ଆମେ ସେଇଟାକୁ ଆମର ଚନ୍ଦ୍ରସ୍ୱର ଆକ୍ଟିଭ ବୋଲି କହିବା ବା ଇଡା ନାଡି ଆକ୍ଟିଭ ଅଛି ବୋଲି କହିବା। ଯଦି ଆପଣଙ୍କର ରାଇଟ ନୋଷ୍ଟ୍ରିଲ ଆକ୍ଟିଭ ଅଛି ବା ରାଇଟ ନୋଷ୍ଟ୍ରିଲରେ ଅଧିକ ପରିମାଣରେ ଆପଣଙ୍କର ଶ୍ୱାସ ନିର୍ଗତ ହେଉଛି, ତେବେ ଆମେ ଏହାକୁ ସୂର୍ଯ୍ୟ ସ୍ୱର କହିବା ବା ପିଙ୍ଗଲା ନାଡି ଆକ୍ଟିଭ ଅଛି ବୋଲି କହିବା। ତେବେ ଆମେ ଏଇ ସ୍ୱରକୁ କିଭଳି ବ୍ୟବହାର କରିବା ଏଇ ଡାଇବେଟିସର ନିୟନ୍ତ୍ରଣ କରିବାରେ। ଆମେ ଅନେକ ଜାଣିଛନ୍ତି ସ୍ୱରକୁ କୋଉ ଭଳି ଭାବରେ ନିୟନ୍ତ୍ରଣ କରିବା ଏବଂ ସ୍ୱରକୁ କୋଉ ଭଳି ଭାବରେ ପରିବର୍ତ୍ତନ କରିବା। ତ ପ୍ରଥମେ ଆମେ ଶୋଉଛେ, ଆମେ ଯୋଉ ନିଦ୍ରା ଯାଉଛେ ବା ଆମେ ଶୋଉଛେ, ଆମର ଶୋଇବା ସମୟରେ ସୂର୍ଯ୍ୟ ସ୍ୱର ଚାଲିବା ଦରକାର। ତ ସୂର୍ଯ୍ୟ ସ୍ୱର ଚାଲିବା ପାଇଁ ଅତି ସୁନ୍ଦର କୌଶଳ ହଉଛି ଆମେ ଯଦି ବାମ କଡ଼ ମାଡ଼ିକି ଶୋଉଛନ୍ତି, ତେବେ ସୂର୍ଯ୍ୟ ସ୍ୱର ଆମର ଅଟୋମେଟିକ ଆକ୍ଟିଭ ହୁଅନ୍ତି। ଆମେ ଶୋଇବା ନିଶ୍ଚିତ ଭାବରେ ଆମର ସୂର୍ଯ୍ୟ ସ୍ୱରରେ ରହିବା। ଆମେ ଖାଇବା ଆମର ସୂର୍ଯ୍ୟ ସ୍ୱର ଆକ୍ଟିଭ ଥିବ। ଆମର ଜଠରାଗ୍ନି ପାଇଁ ସୂର୍ଯ୍ୟ ସ୍ୱରର ଆବଶ୍ୟକ ଅଛି। ଆମେ ଯୋଉ ସମୟରେ ଖାଇବା, ଠିକ ଭାବରେ ଖାଦ୍ୟକୁ ପାଚନ କରିବା ପାଇଁ ଆମର ସୂର୍ଯ୍ୟ ସ୍ୱର ଆକ୍ଟିଭ ହେବା ଦରକାର। ଆମେ ଯୋଉ ସମୟରେ ମଳ ବିସର୍ଜନ କରିବା ପାଇଁ ଯାଉଛନ୍ତି, ଟଏଲେଟ ଯାଉଛନ୍ତି, ସେ ସମୟରେ ମଧ୍ୟ ଆମର ସୂର୍ଯ୍ୟ ସ୍ୱର ଆକ୍ଟିଭ ହେବା ଦରକାର। ଯଦି ଆପଣ ସୂର୍ଯ୍ୟ ସ୍ୱର ଆକ୍ଟିଭ କରିବାରେ କିଛି ପ୍ରୋବ୍ଲେମ ହେଉଛି, ତେବେ ସିମ୍ପଲ ଆପଣ ଲେଫ୍ଟ ନୋଷ୍ଟ୍ରିଲକୁ ବନ୍ଦ କରି ପୁରା 32 ଦାନ୍ତ ଆପଣଙ୍କର ପାଟି ବନ୍ଦ କରି ଆପଣ ମଳ ବିସର୍ଜନ କରନ୍ତୁ। ଏହା ମଧ୍ୟ ଏକ ପ୍ରକ୍ରିୟା। ଏହା ସହିତ ଆମେ ସୂର୍ଯ୍ୟ ସ୍ୱରରେ ସ୍ନାନ କରିବା, ସୂର୍ଯ୍ୟ ସ୍ୱରରେ ଗାଧେଇବା। ଆମେ ତା ସହିତ ଯେତେବେଳେ ଆମେ କେବଳ ପରିସ୍ରା ଯାଉଛନ୍ତି ମାନେ ମୂତ୍ର ବିସର୍ଜନ କରିବା ପାଇଁ ଯାଉଛନ୍ତି, ସେ ସମୟରେ ଆମର ଲେଫ୍ଟ ନୋଷ୍ଟ୍ରିଲ ଆକ୍ଟିଭ ରହିବା ଦରକାର। ସେ ସମୟରେ ଆମର ଲେଫ୍ଟ ନୋଷ୍ଟ୍ରିଲ ଆକ୍ଟିଭ ରହିବା ଦରକାର। ତା ସହିତ ଯେତେବେଳେ ଆମେ ଲିକ୍ୱିଡ ଫର୍ମରେ କିଛି ପାନୀୟ ଗ୍ରହଣ କରୁଛନ୍ତି, ସେ ସମୟରେ ମଧ୍ୟ ଆମର ଚନ୍ଦ୍ରସ୍ୱର ଆକ୍ଟିଭ ରହିବା ଦରକାର। ଆଉ ସେ ଚନ୍ଦ୍ରସ୍ୱର ଯଦି ଆକ୍ଟିଭ ରହୁଛନ୍ତି ଆମେ ମୂତ୍ର ବିସର୍ଜନ ସମୟରେ, ଆପଣ ବିଶ୍ୱାସ ରଖନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ଆମେ ଧରାରେ ରହୁଛନ୍ତି, ଆମର କିଡନୀ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରହିବ। ତା ସହିତ ଦିନରେ ଅତି କମରେ 60ରୁ 90 ମିନିଟ ଦିନ ବେଳା ଆପଣଙ୍କର ସୂର୍ଯ୍ୟ ସ୍ୱର ଆକ୍ଟିଭ ରଖିବା ପାଇଁ ଆପଣ ପ୍ରୟାସ ରଖନ୍ତୁ। କୋଉ କୋଉ ସମୟରେ? ଯେମିତିକି ଆପଣଙ୍କର ବ୍ରେକଫାଷ୍ଟ ସମୟରେ, ଆପଣଙ୍କର ଲଞ୍ଚ ସମୟରେ, ଆପଣଙ୍କର ଡିନର ସମୟରେ, ଆପଣଙ୍କର ମଳ ବିସର୍ଜନ ସମୟରେ ନିଶ୍ଚିତ ଭାବରେ ଆପଣଙ୍କର ସୂର୍ଯ୍ୟ ସ୍ୱର ଆକ୍ଟିଭ ରହିବାର ଦେଖନ୍ତୁ ବା ଆକ୍ଟିଭ ରହିବାର ପ୍ରଚେଷ୍ଟା ଆପଣ ଜାରି ରଖନ୍ତୁ। ସୂର୍ଯ୍ୟ ସ୍ୱର ବିଷୟରେ ଅଧିକା ଜାଣିବା ପାଇଁ ଆପଣ ଆମ ସହିତ ଯୋଗାଯୋଗ କରିପାରିବେ।
ଆପଣ ଏଇଥିରେ ଲିଙ୍କରେ ଦିଆଯାଇଛି ଆମର ହ୍ୱାଟ୍ସଆପ୍ ଗ୍ରୁପ, ସେଥିରେ ବି ଜଏନ୍ କରିପାରିବେ। ଏହା ବ୍ୟତୀତ ଆଉ ଏକ ସୁନ୍ଦର ଉପାୟ ହେଉଛି ଯୋଉଟା କି ଆମେ ସମସ୍ତେ ୟାକୁ ଦୈନନ୍ଦିନ ଜୀବନରେ କରିବା ଉଚିତ। କଣ କରିବା ନା ପ୍ରତିଦିନ ଆମେ ଖାଦ୍ୟ ଖାଇବାର 30 ମିନିଟ ପୂର୍ବରୁ ଏବଂ ଖାଦ୍ୟ ଖାଇବାର 45 ମିନିଟ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଆମେ ପାଣି ଗ୍ରହଣ କରିବା ନାହିଁ, ଆମେ ଜଳ ଗ୍ରହଣ କରିବା ନାହିଁ। ଆମେ ପ୍ରତିଟି ଖାଦ୍ୟକୁ ପାଣି ଭଳି ନବା, ପ୍ରତିଟି ପାନୀୟକୁ ଖାଦ୍ୟ ଭଳି ନବା। ଅର୍ଥ, ପ୍ରତିଟି ଖାଦ୍ୟ ଆମେ ଯେତେବେଳେ ଖାଉଛନ୍ତି ଆମେ ବହୁତ ଭଲ ଭାବରେ 32 ଥର ତାକୁ ଆମେ ଯଦି ଚୋବଉଛନ୍ତି, 32 ଦାନ୍ତ ଆମକୁ ସେଇଥିପାଇଁ ଦିଆଯାଇଥାଏ। ଯଦି ଚୋବଉଛନ୍ତି ତାହା ପାଣି ସଦୃଶ ହେଇଯାଏ। ତାହାକୁ ଖାଦ୍ୟକୁ ଆମେ ପାନୀୟ ଭଳି ଗ୍ରହଣ କରିବା, ପାଣିକୁ ଆମେ ଖାଦ୍ୟ ଭଳି ଗ୍ରହଣ କରିବା। ପାନୀୟ ଲିକ୍ୱିଡ ଫର୍ମରେ ଯାହା ନଉଛନ୍ତି ତାକୁ ଆମେ ଖାଦ୍ୟ ଭଳି ଗ୍ରହଣ କରିବା। ଅର୍ଥ କଣ? ଆମେ ଚା ପିଇବା ଭଳି ଟିକେ 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 ଆମେ ତାକୁ ଗ୍ରହଣ କରିବା। ଏହା ସହିତ ଏହାର ସୁନ୍ଦର ମନ୍ତ୍ର ରହିଛି ଯାହାକି ହଉଛି ଭୀମ। ଆମେ କଲର ଉପରେ, ରେଡ କଲର ଉପରେ ଫୋକସ କରିବା, ଆମର ପାନକ୍ରିଆଜ ଉପରେ ଫୋକସ କରିବା। ଆମେ ଯଦି ଆମର କୋର୍ସକୁ ଆପଣ ଆସୁଛନ୍ତି, ଆପଣ ବ୍ରିଥକୁ କେମିତି କଣ୍ଟ୍ରୋଲ କରିବେ, ଆପଣ ଶ୍ୱାସକୁ କେମିତି ନିୟନ୍ତ୍ରଣ କରିବେ ଏବଂ ଆବଶ୍ୟକ ବେଳେ ଆମେ ଶ୍ୱାସକୁ କେମିତି ପରିବର୍ତ୍ତନ କରିପାରିବା, ସ୍ୱରକୁ କେମିତି ପରିବର୍ତ୍ତନ କରିପାରିବା, ତାକୁ ଆମେ ଜାଣିପାରିବା। ଆଉ ବହୁତ ସୁନ୍ଦର ଭାବରେ ଆପଣଙ୍କର ମଣିପୁରା ଚକ୍ର ଉପରେ ଆପଣ ଫୋକସ କରନ୍ତୁ। ଦେଖନ୍ତୁ, କିଛି ମାସର ପ୍ରାକ୍ଟିସ କଲା ପରେ ନିଶ୍ଚିତ ଭାବରେ ଆପଣ ଡାଇବେଟିସ୍ ଫ୍ରି ହଉଛନ୍ତି। ଆଉ ଯୋଉମାନେ ଏଇ ଅଭ୍ୟାସ ସହିତ ରହୁଛନ୍ତି ଜୀବନ ତମାମ ଜୀବନ ତମାମ ସେମାନେ ଡାଇବେଟିସ୍ ମୁକ୍ତ ରହିବେ ହିଁ ରହିବେ। ଏହା ହଉଛି ଆମର ସ୍ୱର ବିଜ୍ଞାନ। ଆମ ସ୍ୱର ବିଜ୍ଞାନ ବହୁତ ପାୱାରଫୁଲ। ସ୍ୱର ବିଜ୍ଞାନ ଏକ ଚମତ୍କାର। ଏଇ ସ୍ୱର ବିଜ୍ଞାନକୁ ଆମର ସ୍ୱାସ୍ଥ୍ୟ ରକ୍ଷାର ବିଜ୍ଞାନ ବୋଲି ମଧ୍ୟ କୁହାଯାଏ। ବହୁତ ବହୁତ ଧନ୍ୟବାଦ। ପୁଣି ଦେଖା ହବା। ନମସ୍କାର।